ଜୟ ଶ୍ରୀ ଜଗନ୍ନାଥ ହର ଶମ୍ଭୁ। ଆଜିର ପ୍ରସଙ୍ଗଟି ରହିଲା କନ୍ୟାଚର ନୀତି। ଜଗନ୍ନାଥ ସଂସ୍କୃତିର ଅନ୍ୟାନ୍ୟ ପରମ୍ପରା ପଞ୍ଚ ମହାଦେବଙ୍କର କନ୍ୟାଚର ନୀତି। ମହାଦେବଙ୍କ କନ୍ୟାଚର ନୀତି କଥାଟି ଟିକେ ଅଡୁଆ ଶୁଭୁଥିବ ନିହାତି। ଭଲ ମହାଦେବ କେବେ କନ୍ୟାଚରୀ କଲେ ଆଉ କାହିଁକି କଲେ କେଜାଣି ଜାଣିନାହାନ୍ତି। ତେବେ ଏହାର ପରମ୍ପରା କେବଳ ପୁରୁଷୋତ୍ତମରେ ଶିବ ବିବାହ ପୂର୍ବରୁ ଦେଖିବାକୁ ମିଳେ। ମହାପ୍ରଭୁଙ୍କ ଆଧାର କରି ଉତ୍କଳର ସମସ୍ତ ଯାନିଯାତ୍ରାରୁ ସୃଷ୍ଟି ଆଉ ପୁଣି ପୁରୁଷୋତ୍ତମରେ ସବୁ ପୂଜା ଉତ୍ସବରେ ମହାପ୍ରଭୁଙ୍କ ଲୀଳାର ଇଚ୍ଛିଟା ଟିକେ ଅଧିକ ହେବ ନାହିଁ ବା କେମିତି। ପୁରୁଷୋତ୍ତମ ମହାପ୍ରଭୁଙ୍କର କଟକ ମାନେ ରାଜଧାନୀ, ପୁଣି ନିତ୍ୟ ଲୀଳା ଖେଳର ବାସସ୍ଥଳୀ। ମହାପ୍ରଭୁଙ୍କ ପ୍ରାୟତଃ ସବୁ ଉତ୍ସବରେ ମହାଦେବ ତାଙ୍କ ସହଚର ରୂପେ ଥାଆନ୍ତି। ସେ ଚନ୍ଦନରେ ଚାପ ଖେଳ ହେଉ କି ଦଳଯାତ୍ରାର ପଗ ଖେଳ, ସେହିପରି ମହାପ୍ରଭୁଙ୍କ ତ ଲୀଳାଧର ନଟନାକର ତାଙ୍କର କୌଣସି ଲୀଳା ସାଧାରଣ ଭାବେ ହୁଏ ନାହିଁ। ଯେପରି ଚୋରି କରି ଦୟାଣ ପିନ୍ଧିବା ହେଉ କି ମହାଦେବ ରୁକ୍ମିଣୀଙ୍କୁ ହରଣ କରି ବିବାହ କରିବା, ଏସବୁ ମହାପ୍ରଭୁଙ୍କର ନାଟୁଆ ଲୀଳା ମଧ୍ୟରୁ ଗୋଟେ ଗୋଟେ ଉଦାହରଣ। ଓ ମହାପ୍ରଭୁଙ୍କୁ ନେଇ ତାଙ୍କ ପାତ୍ର ମନ୍ତ୍ରୀ ଓ ଭକ୍ତିଗଣ। ତ ଶ୍ରୀକ୍ଷେତ୍ରରେ ମହାଦେବଙ୍କ କନ୍ୟାଚର ନୀତି ମହାପ୍ରଭୁଙ୍କ ରୁକ୍ମିଣୀ ହରଣ ନୀତିର ଅବଲୋକନ ଅଟେ। ଏବେ ବୁଝିବା କନ୍ୟାଚର ନୀତିର ଆବଶ୍ୟକତା କ'ଣ ଅଟେ। ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସେବା ପୂଜା ପାଇଁ ମୁଖ୍ୟତଃ 7 ସାହିରେ ସେବାୟତ ପରିବାର ବସବାସ କରନ୍ତି। ମହାପ୍ରଭୁଙ୍କ ସେବା ପୂଜା ପାଇଁ ରାଜାଙ୍କ ସମୟରୁ ଏହି 7 ସାହିର ସ୍ଥାପନା, ଏଥିରେ ବସବାସ କରୁଥିବା ସେବାୟତମାନଙ୍କ ଜୀବନଶୈଳୀ ସାଧାରଣ ଲୋକଙ୍କ ଜୀବନଯାପନ ପଦ୍ଧତି ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ସେବକଙ୍କର ଜୀବନରେ ବହୁତ ପ୍ରତିବନ୍ଧ ରହିଥାଏ। ଯେପରି ସେବକ 18 ନଳା ଡେଇଁ ସେ ପାଖେ ବିବାହ କରିପାରିବ ନାହିଁ। ସେବାୟତ ପାଇଁ ସେହି ଅନୁରୂପ ସେବକ କୂଳ ସହ କେବଳ ବିବାହ ବାନ୍ଧିପାରିବ। ପୁରୀ ଛାଡ଼ି ବାହାରେ ଚାକିରି କରିପାରିବ ନାହିଁ। ମଦ୍ୟ, ମାଛ, ମାଂସ, ବୈଶ୍ୟ ଠାରୁ ନିବୃତ୍ତ ରହିବ। ଏପରି ବହୁତ ବାରଣ ରହିଛି। ସେବକଙ୍କର ଜୀବନ ଜଗନ୍ନାଥଙ୍କ ଠାରୁ ଆରମ୍ଭ ହୋଇ ଜଗନ୍ନାଥଙ୍କ ଠାରେ ସରେ। ମାନେ ସେମାନେ ଗୋଟେ କ୍ଷେତ୍ର ସନ୍ନ୍ୟାସୀ ଭାବରେ ଜୀବନଯାପନ କରନ୍ତି। ତେଣୁ ସେବକମାନଙ୍କର ମନୋରଞ୍ଜନ ଓ ଉତ୍ସାହ ଭରିବା ପାଇଁ ପୂଜା, ନୀତି, ଉତ୍ସବ ଆଡ଼ମ୍ବରରେ ଏସବୁ ପରମ୍ପରା ଖଞ୍ଜା। ସେ ରାମଲୀଳାର ସାହି ଜାତ ହେଉ କି କୃଷ୍ଣ ଲୀଳାର ଗୋସାଣୀ ଜାତ, ଇନ୍ଦ୍ର ହାତେ କି ମହାଦେବଙ୍କ କନ୍ୟାଚର ନୀତି, ଏହିସବୁ ପରମ୍ପରା ସେବକ ସାହି ମଧ୍ୟରେ ଆଗ୍ରହ, ଉତ୍ସାହ ଓ ଜାଗ୍ରତ ରଖିବା ପାଇଁ ସୃଷ୍ଟି ହୋଇଅଛି। ମହାଦେବଙ୍କ କନ୍ୟାଚରର ଆଉ ଏକ ଚିନ୍ତାଧାରା ରହିଛି। ମହାପ୍ରଭୁଙ୍କ ବଡ଼ ଦେଉଳରେ ଗୋଟିଏ ଅଫିସ କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରତ୍ୟେକ 36 ଘଣ୍ଟା ପାଟଣା ସେବକ ଗୋଷ୍ଠୀ ପାଳି ଘଟନ୍ତି। ସେହିପରି ଦେବାଦେବୀ ମଧ୍ୟ ବିଭିନ୍ନ ଦାୟିତ୍ୱରେ ରହି ମହାପ୍ରଭୁଙ୍କ ସେବା ଦେଉଥାନ୍ତି। ମହାପ୍ରଭୁଙ୍କ ମହାମନ୍ତ୍ରୀ ଓ ଭଣ୍ଡାର ରକ୍ଷକ ରୂପେ ଶ୍ରୀ ଶ୍ରୀ ଲୋକନାଥ ମହାଦେବ ନିୟୋଜିତ ଥାଆନ୍ତି। ସେହିପରି ବଡ଼ ଦେଉଳର ଟଙ୍କା ପଇସାର ହିସାବ ପାଇଁ ଏକାଉଣ୍ଟାଣ୍ଟ ସ୍ୱରୂପ ଶ୍ରୀ ଜମ୍ବେଶ୍ୱର ମହାଦେବ ନିୟୋଜିତ ଅଛନ୍ତି। ବର୍ଷକୁ 2 ଥର ରତ୍ନ ସିଂହାସନରୁ ଶ୍ରୀ ଶ୍ରୀ ସୁଦର୍ଶନ ମହାପ୍ରଭୁ ଜମ୍ବେଶ୍ୱରଙ୍କ ଦେଉଳ ବିଜୟୀ ତାଙ୍କ ପାଖରୁ ବାର୍ଷିକ ଆୟବ୍ୟୟ ଅଟକଳର ହିସାବ ଆଣନ୍ତି। ତେଣୁ ସମସ୍ତ ପଞ୍ଚ ମହାଦେବ ନିଜ ମନ୍ଦିରରେ ନ ରହି ବଡ଼ ଦେଉଳରେ ବର୍ଷ ତମାମ ନିଜର ଚଳନ୍ତି ପ୍ରତିମା ରୂପେ ଅବସ୍ଥାନ କରନ୍ତି। ଆଉ ସେହି ପଞ୍ଚ ମହାଦେବଙ୍କ ସ୍ୱ ପାର୍ବତୀ ଉକ୍ତ ମହାଦେବ ମନ୍ଦିରରେ ନ ରହି ସେବକଙ୍କ ଘରେ କନ୍ୟା ରୂପେ ରୁହନ୍ତି। ବର୍ଷକରେ ଏହି ଶିବ ବିବାହ ସମୟରେ ପଞ୍ଚ ମହାଦେବ ବଡ଼ ଦେଉଳରୁ ବିବାହ ପାଇଁ ନିଜ ଦେଉଳକୁ ବିଜେ କରନ୍ତି। ବିବାହ ପୂର୍ବରୁ ମହାଦେବମାନେ ତା ପୂର୍ବ ଦିନ ରାତ୍ରିରେ ଉକ୍ତ ସେବକଙ୍କ ଘରୁ ନିଜ ନିଜ ପାର୍ବତୀଙ୍କୁ ଚୋରି କରି ସାହି ସାହିରେ ବୁଲି ଭୋଗ ଖାଇ ନିଜ ଦେଉଳକୁ ବାହୁଡ଼ାନ୍ତି। ପରଦିନ ଶୁଭ ମୁହୂର୍ତ୍ତରେ ପାର୍ବତୀଙ୍କ ପାଣି ଗ୍ରହଣ କରି ବିବାହ ସମ୍ପୂର୍ଣ୍ଣ କରନ୍ତି। ପୁଣି ତା ପରଦିନ ଗୁହାଲିରେ ନଗର ପରିକ୍ରମା କରି ମହାପ୍ରଭୁଙ୍କ ନିମନ୍ତ୍ରଣରେ ଯାଇ ମହାଦେବମାନେ ନିଜ ନିଜ ପାର୍ବତୀଙ୍କ ସହ ବଡ଼ ଦେଉଳରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ମହାଲକ୍ଷ୍ମୀଙ୍କ ଅଚିନ୍ତା ମଣ୍ଡପରେ ବିଜେ ହୁଅନ୍ତି। ସେଠାକୁ ତହିଁ ପରେ ଶ୍ରୀ ଦଳଗୋବିନ୍ଦ ବିଜେ ହେବା ପରେ ମା ଲକ୍ଷ୍ମୀ ସାଆନ୍ତାଣୀ ସେବକଙ୍କ ଦ୍ୱାରା ନବବିବାହିତ ଦମ୍ପତିଙ୍କୁ ବନ୍ଦାପନା କରି ଶୁଭକାମନା ଜଣାନ୍ତି। ଏହି ପଞ୍ଚ ମହାଦେବଙ୍କ ସହ ମା ସାଆନ୍ତାଣୀଙ୍କ ସମ୍ପର୍କ ଅତି ଘନିଷ୍ଠ ଅଟେ। ମା ସାଆନ୍ତାଣୀ ମହାପ୍ରଭୁଙ୍କୁ ବିବାହ କରି ବଡ଼ ଦେଉଳ ଆସିଲା ବେଳେ ଏହି ପଞ୍ଚ ମହାଦେବ ମା ମାନଙ୍କ ସହ ଅନୁଗମନ କରି ବଡ଼ ଦେଉଳ ଆସିଥିବାରୁ ଏହି ପଞ୍ଚ ମହାଦେବଙ୍କୁ ଶାସ୍ତ୍ରରେ ପଦ୍ମାନୁଗମାନ ଶିବାନ ବୋଲି କୁହାଯାଇଥାଏ। ଋଷି ପଞ୍ଚମୀରେ ସାଆନ୍ତାଣୀ ମାର୍କଣ୍ଡେଶ୍ୱର ମହାଦେବଙ୍କ ସହ ରତ୍ନ ସିଂହାସନରୁ ଆଞ୍ଚା ପାଇ ମାର୍କଣ୍ଡେଶ୍ୱର ମନ୍ଦିର ଯାଇ ମାର୍କଣ୍ଡେଶ୍ୱରଙ୍କ ଉପସ୍ଥିତିରେ ବ୍ରତ ସମ୍ପୂର୍ଣ୍ଣ କରନ୍ତି। ପୁଣି ମାର୍କଣ୍ଡେଶ୍ୱରଙ୍କ ସହ ବଡ଼ ଦେଉଳ ଫେରନ୍ତି। ସେହିପରି ଆଗରୁ ହେରା ପଞ୍ଚମୀରେ ମଧ୍ୟ ମା ସାଆନ୍ତାଣୀ ପଞ୍ଚ ମହାଦେବଙ୍କ ସହ ଗୁଣ୍ଡିଚା ବିଜେ କରୁଥିଲେ। ପରେ କୌଣସି କାରଣରୁ ମହାଦେବମାନେ ବିଜେ ହେଉନାହାନ୍ତି। ଜଗନ୍ନାଥ ସଂସ୍କୃତିରେ ମହାଦେବଙ୍କୁ ଯେତେ ସମ୍ମାନ ଓ ତାଙ୍କ ଯାନିଯାତ୍ରାର ମହତ୍ତ୍ୱ ବୋଧ ହୁଏ ଆଉ କେଉଁ